নমস্কার দর্শক বন্ধু, জয় জগন্নাথ। চলিত ইংরাজী 2024 মସିହା ମେ ମାସ 14 ତାରିଖ ଦିନ ରବି ଗ୍ରହ ମେଷ ରାଶିରୁ ବୃଷ ରାଶିରେ ପ୍ରବେଶ କରିବେ। ସେଠାରେ ସେ ବୃହସ୍ପତିଙ୍କ ସହିତ ଯୋଗ ହୋଇ ଗୋଟେ ମାସ ପର୍ଯ୍ୟନ୍ତ ରହିବେ। ରବିଙ୍କର ରାଶି ପରିବର୍ତ୍ତନ 12ଗୋଟି ରାଶିରେ କିଭଳି ଫଳ ଗୁଡ଼ିକ ପ୍ରଦାନ କରିବ, ଆଜିର ଅଧ୍ୟାୟରେ ଆସନ୍ତୁ ଆଲୋଚନା କରିବା। ରବି ଆତ୍ମକାରକ ଗ୍ରହ ଅଟନ୍ତି। ଆପଣଙ୍କ ଜୀବନରେ ମାନ ସମ୍ମାନ ପଦ ପଦବୀ ପ୍ରାପ୍ତି କରାଇଥାନ୍ତି। ରାଜନୈତିକ କାର୍ଯ୍ୟଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ଜନିତ କାର୍ଯ୍ୟ, ମେଡିକାଲ ସମ୍ବନ୍ଧିତ କାର୍ଯ୍ୟ, ସରକାରୀ କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ଅଧିକ ସଫଳତା ରବି ପ୍ରଦାନ କରିଥାନ୍ତି। ଆପଣଙ୍କର ସ୍ୱାସ୍ଥ୍ୟକୁ ରବି ନିୟନ୍ତ୍ରଣ କରନ୍ତି। ପିତାର ସୁଖ ପ୍ରଦାନ କରିଥାନ୍ତି। ରବି ଗ୍ରହ ବୃଷ ରାଶିରେ ନିଶ୍ଚିତ ଶୁଭ ଫଳ ଗୁଡ଼ିକ ପ୍ରଦାନ କରିଥାଏ। କାରଣ ରବି ଏବଂ ଶୁକ୍ର ଯେ କି ବୃଷ ରାଶିର ଅଧିପତି ଅଟନ୍ତି, ତାଙ୍କ ମଧ୍ୟରେ ମିତ୍ରତା ନଥାଏ। ତେଣୁ ଶୁକ୍ରଙ୍କର ରାଶି ବୃଷ ରାଶିରେ ରବିଙ୍କର ଚଳନ ଗୋଟେ ମାସ ପର୍ଯ୍ୟନ୍ତ ରହିବ। ଏଇ ଗୋଟେ ମାସରେ 12ଗୋଟି ରାଶି ମାନଙ୍କ ଉପରେ ପ୍ରଭାବ କିପରି ପଡିବ ସେ ବିଷୟରେ ଜାଣିବା ପୂର୍ବରୁ ଆସନ୍ତୁ ଜାଣିବା ସଂକ୍ଷେପରେ ପ୍ରତିକାର ଗୁଡିକ କଣ କରିବେ। ଆପଣ ପ୍ରତ୍ୟେକ ଦିନ ପ୍ରାତଃ ସ୍ନାନ କରି ସୂର୍ଯ୍ୟ ଦେବଙ୍କର ପୂଜା ଅର୍ଚ୍ଚନା କରନ୍ତୁ। ଆଦିତ୍ୟ ହୃଦୟ ସ୍ତୋତ୍ରମ୍ ପାଠ କରନ୍ତୁ। ପ୍ରତି ରବିବାର ଦିନ ପାତି ମାଙ୍କଡକୁ ରୁଟି ସହିତ ଗୁଡ ଖାଇବାକୁ ଦିଅନ୍ତୁ। ବାପାଙ୍କର କଥା ମାନନ୍ତୁ, ବାପାଙ୍କର ସେବା କରନ୍ତୁ। ଦେଖିବେ ରବି ଗ୍ରହଙ୍କର ସୁଖ ପ୍ରାପ୍ତି ହବ। ଦର୍ଶକ ବନ୍ଧୁ, ରବି ବୃହସ୍ପତିଙ୍କର ଯୋଗ ବୃଷ ରାଶିରେ ସଂଗଠିତ ହବ। এই ଯୋଗକୁ ପୂର୍ବାଦିତ୍ୟ ଯୋଗ କୁହାଯାଏ। এই ଯୋଗରେ ପ୍ରାୟତଃ କାଳ ଶୁଦ୍ଧି ରହିନଥାଏ। ସେ ବିଷୟରେ ଆମେ ଆଗରୁ ଅନେକ କାର୍ଯ୍ୟକ୍ରମରେ ଆଲୋଚନା କରିଛେ। ଆସନ୍ତୁ ଜାଣିବା ମେଷ ଠାରୁ ମୀନ ରାଶିର ଫଳ କିପରି ରହିବ। ସର୍ବପ୍ରଥମ ରାଶି ମେଷ ରାଶି। ମେଷ ରାଶିର ଦ୍ୱିତୀୟ ସ୍ଥାନରେ ରବିଙ୍କର ଚଳନ ରହିବ। ଆପଣଙ୍କର କର୍ମ ଭଲ ରହିବ। କର୍ମ କ୍ଷେତ୍ରରେ ଭଲ ସଫଳତା ଆପଣଙ୍କୁ ପ୍ରାପ୍ତି ହେବାର ଯୋଗ ରହିଛି। କିନ୍ତୁ କଥାବାର୍ତ୍ତାରେ ଆପଣ ଟିକେ ନିୟନ୍ତ୍ରଣ ରଖିବେ। ଖାଦ୍ୟ ପେୟରେ ସଂଯମତା ଅବଲମ୍ବନ କରିବେ। ଯେମିତି ରୋଜଗାର ଏହି ସମୟରେ କରିବେ, ସେମିତି ମଧ୍ୟ ବ୍ୟୟ ଅନେକ ଦିଗରେ କରିପାରନ୍ତି। କୌଣସି ଶୁଭ କାର୍ଯ୍ୟରେ ମଧ୍ୟ ବ୍ୟୟ ବଢିବାର ସମ୍ଭାବନା ରହିଛି। ଆପଣଙ୍କର ସନ୍ତାନ ବା ପିଲାପିଲି ମାନେ ଆପଣଙ୍କର ଆର୍ଥିକ କ୍ଷେତ୍ରରେ କିଛି ଉନ୍ନତି ମଧ୍ୟ ଆଣିପାରନ୍ତି। ଭଲ କର୍ମ କଲେ ସମ୍ମାନ ଏହି ସମୟରେ ଆପଣ ପାଇପାରନ୍ତି। ସେୟାର ମାର୍କେଟିଂ କ୍ଷେତ୍ରରେ ଯେଉଁମାନେ ଅର୍ଥ ଲଗାଣ କରୁଛନ୍ତି, ଟିକେ ଜଗି ରଖି ଅର୍ଥ ଲଗାଣ କରିବା ଆବଶ୍ୟକ। ସାମାନ୍ୟ ଦେହ ପା ବେଳେ ବେଳେ ଟିକେ ଖରାପ ହୋଇପାରେ, ନଚେତ ଆପଣଙ୍କ ରାଶିରେ ଏ ରବି ଗ୍ରହ ମିଶାମିଶି ଶୁଭ ସୁଫଳ ଗୁଡ଼ିକ ପ୍ରଦାନ କରିବେ। କାହା ସହିତ କଳି ଝଗଡ଼ା ବିବାଦ କରିବେ ନାହିଁ। ନିଜ କଥାକୁ ଅଧିକ ଗୁରୁତ୍ୱ ଦିଅନ୍ତୁ। ଉତ୍ତମ କର୍ମ ଗୁଡ଼ିକ ଏହି ସମୟରେ କରିବା ପାଇଁ ଚେଷ୍ଟା କରନ୍ତୁ। ବିଦ୍ୟାର୍ଥୀ ମାନେ ପାଠ ପଢାରେ ଭଲ ପ୍ରଦର୍ଶନ କରିପାରନ୍ତି। ଧନ ସଞ୍ଚୟକୁ ଅଧିକ ଏହି ସମୟରେ ଗୁରୁତ୍ୱ ଦେବା ଆବଶ୍ୟକ। ଦର୍ଶକ ବନ୍ଧୁ, ଏବେ ଆସନ୍ତୁ ଜାଣିବା ବୃଷ ରାଶିର ଫଳାଫଳ କିପରି ରହିବ। ଆପଣଙ୍କ ରାଶିରେ ରବି ଗ୍ରହଙ୍କର ଚଳନ ରହିବ। ଆପଣ ବହୁତ ପରିଶ୍ରମ ଏହି ସମୟରେ କରିବେ। ଆପଣଙ୍କର କ୍ୟାରିୟର ବା କର୍ମକୁ ନେଇ ସାମାନ୍ୟ ଚିନ୍ତା କିଛି ରହିଲେ ମଧ୍ୟ ପରିଶ୍ରମ ଅନୁଯାୟୀ ପରିଶେଷରେ ଆପଣ ସଫଳ ମଧ୍ୟ ହୋଇପାରନ୍ତି। ଆପଣଙ୍କର ମାନ ସମ୍ମାନ ମଧ୍ୟ ବୃଦ୍ଧି ପାଇବ। କିନ୍ତୁ ଏହି ସମୟରେ ଧନକୁ ନେଇ କିଛି ସମସ୍ୟା ଉପୁଜିପାରେ। ସ୍ୱାସ୍ଥ୍ୟକୁ ନେଇ କିଛି ସମସ୍ୟା ଉପୁଜିପାରେ। ଜୀବନ ସାଥୀଙ୍କର ସ୍ୱାସ୍ଥ୍ୟ ହାନି ହେବାର ସମ୍ଭାବନା ରହିଛି। ଏହି ସମୟରେ ତାଙ୍କ ଦେହ ପାର ଯତ୍ନ ନେବେ। ବ୍ୟବସାୟ ବାଣିଜ୍ୟରେ ପ୍ରତିଯୋଗିତା ଅଧିକ ଲାଗି ରହିବାର ସମ୍ଭାବନା। ପାରିବାରିକ କାର୍ଯ୍ୟ ଗୁଡିକ ପୂର୍ବ ଅପେକ୍ଷା ଅଧିକ ଚାଲୁ ହୋଇଯିବ ବା ସେ କାର୍ଯ୍ୟରେ ଆପଣ ସଫଳ ହେବେ। ବନ୍ଧୁବାନ୍ଧବ ମାଙ୍କର ସୁଖ ମଧ୍ୟ ଆପଣଙ୍କୁ ମିଳିବାର ସମ୍ଭାବନା ଏହି ସମୟରେ ରହିଛି। ବିଦ୍ୟାର୍ଥୀ ମାନେ ଅଧିକ ପରିଶ୍ରମ କରିବା ଆବଶ୍ୟକ। ଦର୍ଶକ ବନ୍ଧୁ, ଏବେ ଆସନ୍ତୁ ଜାଣିବା ମିଥୁନ ରାଶିର ଫଳାଫଳ କିପରି ରହିବ। ମିଥୁନ ରାଶିର ଦ୍ୱାଦଶ ସ୍ଥାନରେ ରବିଙ୍କର ଚଳନ
ରହିବ। କୌଣସି ଦୂର ସ୍ଥାନକୁ ଆପଣ ହଠାତ୍ ଯାତ୍ରା କରିପାରନ୍ତି, ସେଥିରେ କିଛି ଖର୍ଚ୍ଚ ବୃଦ୍ଧି ହବାର ସମ୍ଭାବନା ରହିଛି। ଏହି ସମୟରେ ପାଦ ଗୋଡ଼ ଆଖିରେ କିଛି ଯନ୍ତ୍ରଣା ମଧ୍ୟ ଅନୁଭବ କରିପାରନ୍ତି। ଯେଉଁମାନେ ବିଦେଶରେ କାର୍ଯ୍ୟ କରୁଛନ୍ତି ସେମାନେ ଏହି ସମୟରେ ସାମାନ୍ୟ ସମସ୍ୟାରେ କିଛି ପଡ଼ିପାରନ୍ତି। ଅଧିକ ପରିଶ୍ରମ ବିଭିନ୍ନ ଦିଗରେ ଆପଣଙ୍କର ଲାଗି ରହିବାର ସମ୍ଭାବନା ରହିଛି। ସରକାରୀ କ୍ଷେତ୍ରରେ ଅଦଳ ବଦଳ ହବାର ସମ୍ଭାବନା ରହିଛି କିମ୍ବା କୌଣସି ସରକାରୀ କାର୍ଯ୍ୟ ପାଇଁ ହଠାତ୍ ଦୂର ସ୍ଥାନକୁ ଆପଣ ଯାତ୍ରା କରିପାରନ୍ତି। ନିଜର ମାନ ସମ୍ମାନକୁ ଜଗି ପ୍ରତ୍ୟେକ କାର୍ଯ୍ୟ କରନ୍ତୁ। କାର୍ଯ୍ୟ କ୍ଷେତ୍ରରେ ସାମାନ୍ୟ ଅଧିକ ପରିଶ୍ରମ ଆପଣଙ୍କର ଲାଗି ରହିବ। ହଠାତ୍ କର୍ମ କ୍ଷେତ୍ରରେ କିଛି ପରିବର୍ତ୍ତନ ଆସିପାରେ, ହୁଏତ ଆପଣଙ୍କର ମନ ପସନ୍ଦର ହୋଇନପାରେ, କୌଣସି ଜିନିଷ ହଜିଯିବା ଏସବୁ ଦେଖାଯାଇପାରେ। ତେଣୁ ଯଦି ଦୂର ସ୍ଥାନକୁ ଯାତ୍ରା କରୁଛନ୍ତି ସ୍ୱାସ୍ଥ୍ୟର ଯତ୍ନ ନେବା ସହିତ ଜିନିଷ ପତ୍ର ଠିକ ଭାବରେ ଆପଣ ରଖନ୍ତୁ। ଆପଣ ନିୟମିତ ବ୍ୟବଧାନରେ ପ୍ରତ୍ୟେକ କାର୍ଯ୍ୟଗୁଡ଼ିକ କରିବା ଆବଶ୍ୟକ। ଜୀବନରେ ପରିବର୍ତ୍ତନର ଯୋଗ ରହିଛି। ଦର୍ଶକ ବନ୍ଧୁ, ଏବେ ଆସନ୍ତୁ ଜାଣିବା କର୍କଟ ରାଶିର ଫଳାଫଳ କିପରି ରହିବ। କର୍କଟ ରାଶିର ବ୍ୟକ୍ତିମାନଙ୍କ ପାଇଁ ଏକାଦଶ ସ୍ଥାନରେ ରବିଙ୍କର ଚଳନ ରହିବ। ଏକାଦଶରେ ରବିଙ୍କର ଚଳନ ରହୁଥିବାରୁ ସରକାରୀ କାର୍ଯ୍ୟ, ରାଜନୈତିକ କାର୍ଯ୍ୟ କ୍ଷେତ୍ରରୁ ଆପଣଙ୍କୁ ସଫଳତା ମିଳିପାରେ। ମାନ ସମ୍ମାନ ଆପଣଙ୍କୁ ସେ ଦିଗରୁ ପ୍ରାପ୍ତି ହେବାର ସମ୍ଭାବନା ରହିଛି। ଆପଣ ନିଜ ପରିଶ୍ରମରେ ରୋଜଗାର ଭଲ ପ୍ରାପ୍ତି କରିପାରନ୍ତି। ସେୟାର ମାର୍କେଟିଂ ଠାରୁ ଆରମ୍ଭ କରି ଆକସ୍ମିକ ରୋଜଗାର କ୍ଷେତ୍ରରେ ଆପଣଙ୍କୁ ଭଲ ସଫଳତା ସୁଯୋଗ ପ୍ରାପ୍ତି ହବ। ବିଦ୍ୟାର୍ଥୀ ମାନେ ବିଦ୍ୟା କ୍ଷେତ୍ରରେ ସଫଳତା ପ୍ରାପ୍ତି କରିବେ। ସେମାନଙ୍କର ଆତ୍ମବିଶ୍ୱାସ ଭରପୁର ରହିବାର ସମ୍ଭାବନା ରହିଛି। ପଡ଼ି ରହିଥିବା ଧନ କ୍ଷେତ୍ରରୁ ଆପଣଙ୍କୁ କିଛି ସୁଯୋଗ ମିଳିପାରେ। ଆପଣଙ୍କର ପିତା ବା କୌଣସି ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ସହାୟତାରେ ଆପଣ ନିଜର ରୋଜଗାରକୁ ବଢାଇ ପାରନ୍ତି। ପରିଶ୍ରମ ଭଲ କରିବେ, ଭଲ ରୋଜଗାର ମଧ୍ୟ ବିଭିନ୍ନ ଦିଗରୁ ପ୍ରାପ୍ତି କରିପାରନ୍ତି। ନିଜର କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇବ, ଆପଣ ମଧ୍ୟ ସମ୍ମାନିତ ହୋଇପାରନ୍ତି। ତେଣୁ କର୍ମ କ୍ଷେତ୍ରରେ ଆର୍ଥିକ ଲାଭ ମିଳିବାର ସମ୍ଭାବନା ଏହା ରହିଛି। କୌଣସି କର୍ମରେ ଉନ୍ନତି ପ୍ରଗତି ହେବ, କୌଣସି କର୍ମ କ୍ଷେତ୍ରରେ ପ୍ରମୋଶନ ଇତ୍ୟାଦି ହେବାର ସମ୍ଭାବନା ମଧ୍ୟ ରହିଛି। ଦର୍ଶକ ବନ୍ଧୁ, ଏବେ ଆସନ୍ତୁ ଜାଣିବା ସିଂହ ରାଶିର ଫଳାଫଳ କିପରି ରହିବ। ସିଂହ ରାଶିର ଅଧିପତି ଦଶମ ସ୍ଥାନରେ ଚଳନ କରିବେ। ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ପ୍ରଗତି ହେବାର ସମ୍ଭାବନା ରହିଛି। ସରକାରୀ କାର୍ଯ୍ୟ, ରାଜନୈତିକ କାର୍ଯ୍ୟରେ ଆପଣ ଅଧିକ ସକ୍ରିୟ ଏହି ସମୟରେ ହୋଇପାରନ୍ତି। ନୂତନ କର୍ମ କିଛି ଆରମ୍ଭ କରିବାର ସୁଯୋଗ ଆପଣ ପ୍ରାପ୍ତି କରିବେ। ନିଜ ଚେଷ୍ଟା, ନିଜ ପରିଶ୍ରମରେ ଆପଣ କର୍ମ କ୍ଷେତ୍ରରେ ବହୁତ ଭଲ ପ୍ରଦର୍ଶନ ଏହି ସମୟରେ କରିପାରନ୍ତି। ପାରିବାରିକ ଜୀବନରେ କିଛିଟା ସୁଖ ଆପଣଙ୍କର ଆସିବାର ସମ୍ଭାବନା ରହିଛି। ସାମାନ୍ୟ ମାନସିକ ଅଶାନ୍ତି ସତ୍ତ୍ୱେ ବିଭିନ୍ନ କର୍ମ କ୍ଷେତ୍ରରେ ଆପଣଙ୍କର ଉନ୍ନତି ମଧ୍ୟ ଆସିବାର ସମ୍ଭାବନା ରହିଛି। ସରକାରୀ କ୍ଷେତ୍ରରେ ଉନ୍ନତି ପ୍ରଗତି ହବ, ବେସରକାରୀ କ୍ଷେତ୍ରରେ ମଧ୍ୟ ଆପଣ ସଫଳ ହୋଇପାରନ୍ତି। ନିଜର କାର୍ଯ୍ୟ ଦକ୍ଷତା ପାଇଁ ଆପଣ ସମ୍ମାନିତ ମଧ୍ୟ ହୋଇପାରନ୍ତି। ତେଣୁ ଏହି ସମୟରେ ନୂଆ କର୍ମ କ୍ଷେତ୍ରରୁ ଆପଣଙ୍କୁ ସଫଳତା ମିଳିବାର ସମ୍ଭାବନା ରହିଛି। ଆର୍ଥିକ କ୍ଷେତ୍ର, ଆୟ ବ୍ୟୟ ପ୍ରାୟତଃ ଏହି ସମୟରେ ସମାନ ରହିବ। ଦର୍ଶକ ବନ୍ଧୁ, ଏବେ ଆସନ୍ତୁ ଜାଣିବା କନ୍ୟା ରାଶିର ଫଳାଫଳ କିପରି ରହିବ। କନ୍ୟା ରାଶିର ନବମ ସ୍ଥାନରେ ରବିଙ୍କର ଚଳନ ରହିବ। ବହୁତ ପରିଶ୍ରମ ଆପଣ ବିଭିନ୍ନ ଦିଗରେ ପ୍ରତ୍ୟେକ ଦିନ କରିପାରନ୍ତି। କିଛି ଖର୍ଚ୍ଚ ବୃଦ୍ଧି, ବ୍ୟୟ ବୃଦ୍ଧି ମଧ୍ୟ କୌଣସି ଶୁଭ କାର୍ଯ୍ୟରେ ହେବାର ସମ୍ଭାବନା ରହିଛି। ବିଦେଶ ଯାତ୍ରା କରିବାର ସମ୍ଭାବନା ଏହା ବଢାଇପାରେ। ପିତାଙ୍କ ସ୍ୱାସ୍ଥ୍ୟକୁ ନେଇ ଆପଣଙ୍କର ଚିନ୍ତା ଲାଗି ରହିବ। କର୍ମ କ୍ଷେତ୍ରରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ଛାତ୍ରଛାତ୍ରୀ ମାନେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ସଫଳ ହୋଇପାରନ୍ତି। ଆପଣ ଏହି ସମୟରେ କୌଣସି ଶୁଭ କାର୍ଯ୍ୟ ସହିତ କୌଣସି ଧର୍ମ କାର୍ଯ୍ୟରେ ଅଧିକ ବ୍ୟସ୍ତତାରେ ମଧ୍ୟ ରହିପାରନ୍ତି। ଘରେ କୌଣସି ଶୁଭ ମାଙ୍ଗଳିକ କାର୍ଯ୍ୟରେ ଖର୍ଚ୍ଚ ସାମାନ୍ୟ ବଢିବାର ସମ୍ଭାବନା ରହିଛି। ପିତାଙ୍କୁ ନେଇ ସାମାନ୍ୟ ଚିନ୍ତା ଆପଣ ଏହି ସମୟରେ ପ୍ରକଟ କରିପାରନ୍ତି। ମୁଣ୍ଡ ଜନିତ ପୀଡ଼ାରେ ସେ ଅଧିକ ସମୟରେ ମଧ୍ୟ ପୀଡ଼ିତ ହେବାର ସମ୍ଭାବନା ରହିଛି। ଜବରେ ପରିବର୍ତ୍ତନ କରିବାର ଯୋଗ ଏହି ସମୟରେ ରହିଛି। ଆପଣ ଯଦି କୌଣସି ନୂତନ ଜବ ଖୋଜୁଛନ୍ତି ଏହି ସମୟରେ ସେଥିରେ ସଫଳ ହୋଇପାରିବେ କିମ୍ବା ପୁରାତନ ଜବକୁ ଆପଣ ଚେଞ୍ଜେସ୍ ଏହି ସମୟରେ କରିପାରନ୍ତି। ତେଣୁ ମିଶ୍ରିତ ଶୁଭ ଅଶୁଭ ଫଳ ଗୁଡ଼ିକ ଆପଣଙ୍କ ଜୀବନରେ ପ୍ରାପ୍ତି ହେବାର ସମ୍ଭାବନା ରହିଛି। ଦର୍ଶକ ବନ୍ଧୁ, ଏବେ ଆସନ୍ତୁ ଜାଣିବା ତୁଳା ରାଶିର ଫଳାଫଳ କିପରି ରହିବ।
तुला राशि अष्टम स्थान में रवि चलन मानसिक स्थिति आपंकर सब समय भल रहा स्वास्थ्य जनित पीड़ा समय समय पीड़ित हो पारती कौन घर स्थिति को नहीं अशांति किसी वृद्धि पाइबार संभावना रही सहित मतभेद इत्यादि उपजी पाए कर्म क्षेत्र में अधिक परिश्रम और चापग्रस्त हो कार्य समय करिपारती आर्थिक लाभ जो देखा परिश्रम अधिक करेंगे लाभ आपको कमी ए समय मिलवार संभावना रही कौन कर्म संस्थान ये समय हठात परिवर्तन करूँ ना क्या सहित विवाद करूँ ना स्वास्थ्य को अधिक गुरुत्व दे प्रत्येक कार्य करने आवश्यक सरकारी क्षेत्र में चाप परिलक्षित करेंगे एवं राजनीति कार्य ठार आरंभ कर बेसरकारी क्षेत्र में अधिक चाप यह समय परिलक्षित करती तेणु आपमती निश्चित शुभ शुभ फल प्राप्ति होवार जोग रही आध्यात्मिक कर्म गुड़िक अधिक करूँ सूर्यदेव उपासना अधिक करूँ शेयर मार्केटिंग रे अधिक अर्थ इस समय लगातु ना दर्शक बंधु ये जाना बिच्छा राशि फलाफल किपर बिच्छा राशि सप्तम स्थान में रवि चलन व्यवसाय वाणिज्य प्रतियोगिता अधिक लगी रही संभावना रही जीवन साथी स्वास्थ्य को नहीं आप चिंता किसी बढ़ी पारे व्यवसाय वाणिज्य परिवर्तन कर रही नूतन कर्म गुड़िक से दिगरे आप आरंभ करें पार्टनरशिप रे कौन नुआ कार्य करूँ ना निजे सबकि कार्य करने चेष्टा प्रचेषा करने आवश्यक हठात दूर स्थान को यात्रा करें कौन व्यवसाय वाणिज्य को नहीं समय राजनीति क्षेत्र में आप सक्रिय भार अधिक नहीं संभावना रही सामान्य तली पेटर किसी समस्या बढ़ी पारे तेणु स्वास्थ्य को नहीं अधिक चिंता प्रकट आप सामान्य समय करती समय प्रायतः दाम्पत्य जीवन में सामान्य मनमालिन किसी उपजार संभावना रही परस्पर मध्य भल बुझाणा रखा आवश्यक विद्यार्थी माने पाठ पढ़ारे भल प्रदर्शन करपारती दर्शक बंधु ये आसतु जाना धनु राशि फलाफल कि धनु राशि षष्ठ स्थान रवि चलन हठात कर्म क्षेत्र में परिवर्तन आसो स्वास्थ्य को नहीं डाक्तर परामर्श कर आरोग्य लाभ करपारती आपण कौन कोर्ट केस इत्यादि क्षेत्र में सफल हो पारती कि पड़ रही से सब कार्य गुड़िक अधिक त्वरान्वित होवार संभावना रही ऋण जनित कार्य क्षेत्र आपको निश्चित शुभ फल मिलवार संभावना रही अधिक परिश्रम कर्म क्षेत्र में आप लगी रही संभावना रही देह पार जत्न ने विशेषकर पेट मुंड समय समय खराब होवार संभावना रही तेणु खाद्य पेय नियंत्रण रखा आवश्यक कॉम्पिटिटिव एग्जाम क्षेत्र में माने सामान्य सफलता प्राप्ति करेंगे किंतु अधिक परिश्रम नित्य दिन से आवश्यकता रही कर्म में परिवर्तन करने अधिक प्रयास हिसाब से खर्च किसी विभिन्न दिगरे सामान्य बढ़ी पारे दर्शक बंधु एक जाना मकर राशि फलाफल किपर मकर राशि पंचम स्थान में रवि चलन मिशामिशी शुभ अशुभ फल प्राप्ति हम किसी दिगरे आर्थिक उन्नति आसवार संभावना रही आकस्मिक भाव रोजगार आपको प्राप्ति होवार संभावना रही नूतन कार्य गुड़िक आप समय आरंभ करपारती विद्यार्थी माने पाठ पढ़ा टी अन्यमनस्क हे स्वास्थ्य हानि समय समय हो पारे आप खाଇବା ପିଇବାରେ नियंत्रण रखु पेट जनित पीड़ा आप समय समय पीड़ित हो पारती आध्यात्मिक विद्या आध्यात्मिक कर्म गुड़िक अधिक करूँ से दिगरे सफल हो पारे शेयर मार्केटिंग इत्यादि क्षेत्र में अर्थ लगाण कर आप समय सफलता पाई पारती तेणु निश्चित शुभ फल एवं किसी अशुभ फल आप जीवन में परिवर्तित होवार संभावना रही दर्शक बंधु एवं आसतु जाना कुंभ राशि फलाफल किपर कुंभ राशि चतुर्थ स्थान में रवि चलन सामान्य पारिवारिक चाप अधिक रही संभावना रही घर परिवार को नहीं आप चिंतित रही पारती हृदरोग जनित समस्या किसी बढ़ी पारे जो मानकर ये सब रोग व्याधि रही से डाक्तर परामर्श अधिक करने आवश्यक विशेषकर घर कार्य गुड़िक अधिक करेंगे जो मैंने फार्म हाउस कार्य गुड़िक कर कृषि संबंधित कार्य कर व्यवसाय वाणिज्य लगा से सब कार्य क्षेत्र आप सफलता प्राप्ति करपारती घर परिवर्तन करपारती जो मैंने भड़ा घरे रोचे सामान्य मानसिक अशांति प्राप्ति करने जो आप बुलाबुली दूर स्थान को जापारती नूतन कर्म आरंभ करने
घर परिवार सहयोग ए समय अधिक दरकार आपणकर स्त्री सहयोग घर परिवार को नहीं जो सब समस्या रही समाधान हो पारे बंधु आरंभ कर आपणकर मां सहित उत्तम संपर्क रखत सहित ए समय मतभेद इत्यादि करंतु नाही मानसिक चाप ठारू दूरे रुहतु योग प्राणायाम प्रत्येक दिन करंतु आपणकर मन भल रहिले आपणकर कार्य भल हो पारे कौनसी हठात परिवर्तन जीवन में ए समय करंतु नाही दर्शक बंधु एबे आसंतु जानिबा मीन राशि फलाफल कि मीन राशि तृतीय स्थान में रवि घर चलन कर्म क्षेत्र में परिवर्तन योग रही शत्रु मान परास्त हो पारती चाकरी बाकरी क्षेत्र में किछिटा सुजोग आप प्राप्ति करें आय व्यय आप समान बुलाबुली करने समय अनुकूल छोट मोट स्थान को अधिक यात्रा कारोबार से दिगरे वृद्धि पाइबार संभावना रही लेखापढ़ा क्षेत्र में छात्र छात्री आग्रह वृद्धि पाइब कौन वस्त्र इत्यादि किणाकिणी करपारती खेलकूद इत्यादि क्षेत्र में आप सफल समय राजनीति कार्य आरंभ कर सरकारी बेसरकारी क्षेत्र में अधिक सफल नूतन चाकरी प्रयास अधिक से दिगरे आप समय अतिबाहित अधिक करती तेणु आपण जीवन में परिवर्तन योग ये समय अधिक रही तीर्थस्थल को भ्रमण जापरती दर्शक बंधु ए तो मीन राशि फलाफल आशा करे कार्यक्रम आपको भल लगी कार्यक्रम संपर्क में मतामत देवे आज तो समय नमस्कार जय जगन्नाथ धन्यवाद।